ଜାନୁଆରୀ 26 ତାର ସାଙ୍ଗରେ ପିଲାମାନେ ଦାଣ୍ଡ ବୁଲୁଛନ୍ତି ଦେଖିପାରୁଥିବେ। ଦେଖନ୍ତୁ ସାଙ୍ଗମାନେ ଦେଖନ୍ତୁ ପୁରା ଗୁଡ଼ାଏ ପିଲା ବୁଲୁଛନ୍ତି। ସାର୍ ବି ଆସୁଛନ୍ତି ପଛରେ ଦେଖିପାରୁଥିବେ ଆପଣମାନେ। ଦେଖନ୍ତୁ ସାଙ୍ଗମାନେ ଦେଖନ୍ତୁ ଦେଖିପାରୁଥିବେ ଆସୁଛନ୍ତି। ପଦଯାତ୍ରା ହବ ଦେଖିପାରୁଥିବେ। ଆଜିର ବ୍ଲଗ୍ରେ ମିନି ବ୍ଲଗ୍ ଆମ ଗାଁ ସ୍କୁଲ ଏଇଟା ଦେଖିପାରୁଥିବେ। ତିନି ଥରରୁ ଅଧିକ ନାହିଁ। सावधान जातीय संगीत सुर करेंगे सुर कर। भारत माता की भारत माता की जनवरी 26 जनवरी 26 गणतंत्र दिवस जनवरी 26 भारत माता की भारत माता की महात्मा गांधी की महात्मा गांधी की पंडित जवाहरलाल नेहरू की पंडित जवाहरलाल नेहरू की नेताजी सुभाष चंद्र बोस की नेताजी सुभाष चंद्र बोस की डॉक्टर राजेंद्र प्रसाद की डॉक्टर राजेंद्र प्रसाद की सरदार वल्लभ भाई पटेल की सरदार वल्लभ भाई पटेल की पंडित लाल बहादुर शास्त्री की पंडित लाल बहादुर शास्त्री की डॉक्टर भीमराव अम्बेडकर की डॉक्टर भीमराव अम्बेडकर की उत्कलमणि गोपबंधु दास की उत्कलमणि गोपबंधु दास की जय जवान जय किसान जय जवान जय किसान जय किसान जय किसान जय जवान तिरंगा पताका की तिरंगा पताका की वंदे मातरम वंदे मातरम। तिरंगा गीत बटन पिलाने गाइए देखिए सामान। Pelan udah saya langsung akan dekat
ସାର୍ କିଛି କହିବେ ଦେଖିପାରୁଥିବେ ସାଙ୍ଗମାନେ। ଆଜିର 77ତମ ଆମର ଏବଂ ଆମର ଆସିଥିବା ଅଭିଭାବକ ସମସ୍ତଙ୍କୁ ମୁଁ ଆଜିର ଦିନରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଦେଶ 1947 ଅଗଷ୍ଟ 15ରେ ସ୍ୱାଧୀନତା ପାଇଲା, କିନ୍ତୁ ସ୍ୱାଧୀନତା ପରେ ଦେଶ ଚଳାଇବା ପାଇଁ କିଛି ଆଇନ ନିୟମ କାନୁନର ଆବଶ୍ୟକ ଥିଲା, ଯାହାକି ପ୍ରତ୍ୟେକ ଦେଶର ଦିନ ପୂର୍ବରୁ ଗୋଟେ କମିଟି ଗଠନ ହେଲା। ଆମ ଦେଶର ନିୟମ କାନୁନ ଆଇନ ସବୁ କ'ଣ ରହିବ ତାକୁ ନେଇକି ଆମର ସମ୍ବିଧାନ ପ୍ରଣୟନ ହେଲା। ସେହି ସମ୍ବିଧାନ ଆଜିର ଦିନରେ 1950 ମସିହା ଜାନୁଆରୀ 26 ତାରିଖରେ ସମ୍ବିଧାନ ଆମ ସାରା ଭାରତ ବର୍ଷରେ ଆଜି ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଉଛି। ଆମ ଦେଶ ରାଜଧାନୀ ଦିଲ୍ଲୀରେ ଆଜି ଆମର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠି ପତାକା ଉତ୍ତୋଳନ କରିବେ, କର୍ତ୍ତବ୍ୟ ପଥ। ରାଷ୍ଟ୍ରପତି ଭବନ ଦିଲ୍ଲୀରେ କର୍ତ୍ତବ୍ୟ ପଥରେ ଆଜି ଆମ ଦେଶ ଭାରତ ସ୍ତରରେ ସେଠି ପତାକା ଉତ୍ତୋଳନ କରିବେ। ସେହିଭଳି ଆମର ରାଜ୍ୟ ସ୍ତରରେ ଭୁବନେଶ୍ୱରରେ ରାଷ୍ଟ୍ରପତି ଆମର ପତାକା ଉତ୍ତୋଳନ କରିବେ ଭୁବନେଶ୍ୱରରେ। ପ୍ରତ୍ୟେକ ସ୍କୁଲ କଲେଜ ବିଭିନ୍ନ ଅନୁଷ୍ଠାନ ଅଫିସ ସବୁଠି ଆଜି ପତାକା ଉତ୍ତୋଳନ କରାଯାଇଛି। ଆଜି ହେଲା ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଗଣତନ୍ତ୍ର ଦିବସ ମାନେ ଗଣତନ୍ତ୍ର ଲୋକମାନଙ୍କର ଶାସନ, ଆମେ ହିଁ ଆମକୁ ଶାସନ କରୁଛୁ। ଗଣତନ୍ତ୍ର ଲୋକମାନଙ୍କର, ଆମମାନଙ୍କ ପାଇଁ, ଆମମାନଙ୍କ ଦ୍ୱାରା ଏବଂ ଆମେମାନେ ହିଁ ସେଟାକୁ ଶାସନ କରୁଛନ୍ତି। ଗଣତନ୍ତ୍ର ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା। ହେଲେ ଗଣତନ୍ତ୍ରର ଅର୍ଥ ହେଲା ଆମେ ଆମକୁ ଶାସନ କରୁଛନ୍ତି। ଅର୍ଥ ଆମର ଯେଉଁ ସମ୍ବିଧାନ ଅଛି ତାକୁ ମାନିବା, ଆମେ ଯେଉଁ କାର୍ଯ୍ୟ କରିବା ଦେଶର ହିତରେ କରିବା। ଯେମିତି ଆମର ବିଭିନ୍ନ କାର୍ଯ୍ୟକ୍ରମ ସବୁ ହେଉଛି, ଆମେ ବୃକ୍ଷରୋପଣ କରୁଛନ୍ତି, ଆମ ପରିବେଶକୁ ସ୍ୱଚ୍ଛ ରଖୁଛନ୍ତି, ସ୍ୱଚ୍ଛ ଭାରତ, ବୃକ୍ଷରୋପଣ, ତାପରେ ଆମର ରକ୍ତଦାନ, ବିଭିନ୍ନ ପ୍ରକାର ସମାଜ ସେବା ସବୁ ଆମେ କରିବା, ଯାହାକି ଆମ ଦେଶକୁ ଆମେ କିଛି ଆମର ଅବଦାନ ରହିବ, ଦେଶକୁ ଆଗେଇ ନେବା। ତେଣୁ ଆଜିର ଏହି ସାଧାରଣତନ୍ତ୍ର ଦିବସରେ ଆମେ ସବୁ ଶପଥ କରିବା ଯେମିତି ଆମ ଦେଶ ଆଗକୁ ଆଗକୁ ବଢ଼ିବ, ପୃଥିବୀରେ ଆମ ଦେଶର ନାଁ ରହିବ, ଆମ ଦେଶରେ ସବୁ ଲୋକମାନେ ଖୁସିରେ ରହିବେ, ସୁଖରେ ରହିବେ, ଦେଶ ଉନ୍ନତି କରିବ। ତେଣୁ ତାକୁ ନେଇକି ଆମେ ଲକ୍ଷ୍ୟ କରିକି ସବୁ କାର୍ଯ୍ୟ କରିବା। ସେଥିପାଇଁ ସମ୍ବିଧାନର ଅର୍ଥ ହେଲା ଶୃଙ୍ଖଳା ବା ଗୋଟେ ନିୟମ ମାନିବା। ତେଣୁ ଆମେ ବିଦ୍ୟାଳୟ ସ୍ତରରୁ ଶୃଙ୍ଖଳିତ ରହିବା, ନିୟମ ମାନିବା। ବିଦ୍ୟାଳୟର ଯାହା ନିୟମ କାନୁନ ଅଛି ସେଇ ତାକୁ ମାନିବା, ଏହା ହିଁ ସମ୍ବିଧାନର ଅର୍ଥ। ସମ୍ବିଧାନର ଅର୍ଥ ଆମେ କିଛି ନୀତି ନିୟମ ମାନିକି ରହିବା, ଯେଉଁଟାକି ଆମ ସମାଜରେ ଶାନ୍ତି ଶୃଙ୍ଖଳା ରହିବ। ତେଣୁ ଆମେ ଶୃଙ୍ଖଳାଟା ପ୍ରଥମେ ବିଦ୍ୟାଳୟରୁ ଶିଖିବା, ବିଦ୍ୟାଳୟର ନୀତି ନିୟମକୁ ମାନିବା, ଯାହାକି ଆମର ବଡ଼ ହେଲା ପରେ ଆମକୁ ଶୃଙ୍ଖଳିତ କରିବ, ଆମ ଭିତରେ ସଂସ୍କାର ଆସିବ। ତେଣୁ ଆଜିର ଦିନରେ ଆମେ ଏହା ସଂକଳ୍ପ ନେବା, ଆମେ ଦେଶ ପାଇଁ କିଛି କରିବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ। ସାଙ୍ଗମାନେ ଆସିଛନ୍ତି କରିବେ।
କଥା ସରିଲେ ସାର୍ ଭାଷଣ ଦେଇ ସାରିଲେ ବର୍ତ୍ତମାନ ପିଲାମାନେ ଏବେ ଭିତରେ ବସିବେ ଦେଖିପାରୁଥିବେ। ଭାରତ ମାତା କି ଭିତରେ ବସି ମୋ ସ୍କୁଲରେ ପତ୍ର ଅର୍ପଣ ହେଇଛି ଦେଖିପାରୁଥିବେ ସାଙ୍ଗମାନେ। ବ୍ଲକଟା ବନା आज जानुआरी 26 पिलानी उपमा ये तरकारी बाडिया तरकारी आलू चना सोयाबीन इंदी तरकारी माउसी आम नानी इंदी रोषे कर देखिपे पिला बसी भितर खाइबी कि घर को जीवे।